ମୋ ନାଁ ଲାଲୁ ଆମର ଜୟଦେବ ସାଂସ୍କୃତିକ ପରିଷଦର ମୁଁ ମାନେ ଗୋଟେ ଜଣେ ସଭ୍ୟ। ବିଶ୍ୱ ଦରବାର ତାର ଗୋଟେ ମାନେ ସର୍ବୋତ୍କୃଷ୍ଟ ମାନେ ସବୁଠୁ ଭଲ ତାର ଯେଉଁ ଦେଉଛି ଯେଉଁ ନାଟକ କ'ଣ ସେଇଟା ନାଟକ ବଦନାମ ଗଳିର ବାଦଶାହ। ସେଇଟା ବୋଧେ ମୋତେ ଭାବୁଛି ଏଇଟା ସବୁଠୁ ବୋଧେ ଖଣ୍ଡିରେ ସବୁଠୁ ଭଲ ନାଟକ ହେବ। ଆଉ ଦ୍ୟାଟୁ ସେକେଣ୍ଡ ଫେଜ୍ରେ ସବୁଠୁ ଭଲ ନାଟକ ହେବ। ଆଉ ସମସ୍ତେ ଆଶାୟୀ ରଖିଛନ୍ତି ତାଙ୍କର ଯେଉଁ କଳାକାର ଅଛନ୍ତି, ସେ ଲରେନ୍ସ ଅଛନ୍ତି, ଭାରତୀ ଅଛି, ଦୟା ଉପାଧ୍ୟାୟ ଅଛନ୍ତି। ତେଣୁ ତାଙ୍କ ପାଇଁ ସମସ୍ତେ ଆଶାୟୀ ଅଛନ୍ତି, ସମସ୍ତେ ଦେଖିବେ। ଆଉ ଆମେ ସମସ୍ତେ କମିଟି ସଭ୍ୟମାନେ ଆମେ ବି ଇଚ୍ଛା ସମସ୍ତଙ୍କର ଅଛି ଯେ ଭଲ ନାଟକ ହେଉ, ଆଉ ଭଲ ଦର୍ଶକ ଆସି ସମସ୍ତେ ଉପଭୋଗ କରନ୍ତି ସେ ନାଟକ ପାଇଁ। ଆମେ ସମସ୍ତେ ଆଶାୟୀ ଅଛୁ ବିଶ୍ୱଦରବାର ପାଇଁ। ମାନେ ବଦନାମ ଗଳିର ବାଦଶାହ। କିନ୍ତୁ ସେପଟେ ୟାଙ୍କର ତ ଲେଡି ଗ୍ୟାଙ୍ଗଷ୍ଟର ରହୁଛି। ଲେଡି ଗ୍ୟାଙ୍ଗଷ୍ଟର ତାଙ୍କର କିଛି ସେ ନାଟକରେ କିଛି ନାହିଁ। ସେ ନାଟକରେ ଆକ୍ଚୁଆଲି କିଛି ନାହିଁ। କେବଳ ରାଣୀ ପଣ୍ଡାଙ୍କ ପାଇଁ ଆକ୍ଚୁଆଲି ଯଦି କିଛି ଲୋକ ଯିବେ, ସେ ନାଟକରେ ଆକ୍ଚୁଆଲି କିଛି ନାହିଁ। ଆମେ ଯେତିକି ଜାଣିଛୁ, ଯେତିକି ଅନୁଭବ କରୁଛୁ, ସେ ନାଟକରେ କିଛି ନାହିଁ। ତା ସହିତ ପୁଣି ତାଙ୍କର ମାଇଥନ ବି ରଖୁଛନ୍ତି। କ'ଣ କହିଲେ? ମାଇଥନ ମାନେ ଯେଉଁ ଦେବଦାସୀ ଇଏକୁ ନେଇକି ସେ କିଛି କାମ ଦେବନି, ସେଗୁଡ଼ା କିଛି କାମ ଦେବନି। ଏଇଟା ଆମର ପ୍ରଥମ ସେକେଣ୍ଡ ଫେଜ୍ରେ ଆକ୍ଚୁଆଲି ଏଠି ରଙ୍ଗମହଲ ପଡ଼ିବ, ଆମର ଏଇଠି ବିଶ୍ୱଦରବାର ପଡ଼ିବ, ତୁଳସୀ ପଡ଼ିବ। କିନ୍ତୁ ଆମର ବିଶ୍ୱଦରବାର ଆକ୍ଚୁଆଲି ଯେତିକି କଳାକାର ଅଛନ୍ତି A1 ହେବ। ଆଚ୍ଛା, ବିଶ୍ୱଦରବାରର ଏଇ ଯେଉଁ ନାଟକଟା କ'ଣ ସୁପରହିଟ୍ ହେଇପାରିବ? 100% ସେଇଟା ଲେଖିଛନ୍ତି ଯେଉଁ ନାଟକ, ସେ ଏ ନାଟକଟା ବହୁତ ଭଲ ହେବ। ଆଉ ସମସ୍ତେ ଯେଉଁ କଳାକାର ଅଛନ୍ତି A1 କଳାକାର ଅଛନ୍ତି, ଦୟା ଫୟା ସମସ୍ତେ ଭଲ ଭଲ କଳାକାର ଅଛନ୍ତି ନା। କିନ୍ତୁ ଗୋଟେ ଗୋଟେ ଡାଇଲଗ୍କୁ ନେଇକି କଣ୍ଟ୍ରୋଭର୍ସି ତିଆରି କରିବାକୁ ଅନ୍ୟ ପାର୍ଟିମାନେ ଅନଉଛନ୍ତି। ନା ସେମାନେ ଜାଣିକି କଣ୍ଟ୍ରୋଭର୍ସି କିଏ ଅନଉନାହାନ୍ତି। ସେମାନେ ଜାଣିକି କଣ୍ଟ୍ରୋଭର୍ସି ଆକ୍ଚୁଆଲି କରୁଛନ୍ତି। ଯେ କଣ୍ଟ୍ରୋଭର୍ସି କଲେ କଣ୍ଟ୍ରୋଭର୍ସି କଥା ହେଉ, ଡାଇଲଗ୍ ହେଉ, କୌଣସି କଥା ହେଉ, ସେମାନେ କଣ୍ଟ୍ରୋଭର୍ସି କଲେ କ'ଣ ହେବ ନା ତାଙ୍କର ଟିକେଟ୍ ବିକ୍ରି ହେବ, ହାଇଲାଇଟ୍ ହେବେ, ଇଏ ହେବ, ସେ ସେ ସବୁ ଜିନିଷ ମତଲବ କିଛି ନାହିଁ ହେଲା। ଭାଇ ଲାଗୁଛି କି ଯେଉଁ ଆମର ବିଶ୍ୱ ଦରବାର ଯଦି ହେଇକି ହୁଏ ଯାତ୍ରା, ଆଜ୍ଞା, ଦର୍ଶକମାନେ ବହୁତ ଭଲ ପାଇବା ଦିଅନ୍ତି, ଲାଗୁଛି କଣ୍ଟ୍ରୋଭର୍ସି ହେବ ବୋଲି? ନା ବିଶ୍ୱଦରବାର ତ କିଛି ଆସିନି ଏପର୍ଯ୍ୟନ୍ତ। କାଲି ସକାଳୁ ଓହ୍ଲେଇବ, ସେ କାଲି ପରଦିନ ସକାଳୁ ଓହ୍ଲେଇଲା ପରେ ଜଣାପଡ଼ୁନି ଏବେ କ'ଣ ସେ ଜଣାପଡ଼ିବ କିଛି। এই ବର୍ଷ ଖଣ୍ଡଗିରି ଯାତ୍ରା ଗୋଟେ ଆସେ। ଆଜ୍ଞା, ଖଣ୍ଡଗିରି ଯାତ୍ରା ଆସିଲେ ସମସ୍ତ କମିଟି ମେମ୍ବରଙ୍କର ଗୋଟେ ଭଲ ଏକ୍ସପେକ୍ଟେସନ୍ ଥାଏ ଯେ ଆମର ବି ପେଣ୍ଡାଲ ପୁରା ଫୁଲ୍ ହଉ, ହାଉସଫୁଲ୍ ହଉ। ତ ତା ଭିତରେ ଗୋଟେ କମ୍ପିଟିସନ୍ ବି ହୁଏ। ତ ଏଥରକ ଆପଣଙ୍କର କ'ଣ ଏକ୍ସପେକ୍ଟେସନ୍ ଥିଲା, ଆଉ ବର୍ତ୍ତମାନ ଯାଏଁ କେମିତି? ଆମର ଏକ୍ସପେରିଏନ୍ସ ଥିଲା ଯାହା ବି ଥିଲା ତାଠୁ ଅଧିକ ହେଇଛି ଏ ବର୍ଷ। ଯେହେତୁ ଆମର ଏକ୍ସପେରିଏନ୍ସ ଥିଲା କି ଆମର ଶ୍ରୀମନ୍ଦିର ପଡ଼ିଲେ ଯେ କ'ଣ ହେବ ନ ହେବ ଆମ ଭିତରେ ଭାବନା ଥିଲା, ତାଠୁ ଅଧିକ ଏ ବର୍ଷ ହେଇଛି। ତେଣୁ ଆମେ ବହୁତ ଖୁସି, ଆମ ସମସ୍ତ କମିଟି ସଭ୍ୟ ଆମେ ବହୁତ ଖୁସି ଅଛୁ। କହୁଛୁ ଏଥର କୁଆଡ଼େ ପିୟୁଷ ତ୍ରିପାଠୀଙ୍କ ପାଇଁ ସବୁ ଲୋକ ସେପଟକୁ ଟିକେ ମୁହାଁ ହେଇଗଲେ। ନା ପିୟୁଷ ତ୍ରିପାଠୀ ପାଇଁ ସେପଟ ଲୋକ ମୁହାଁ ହେଇଗଲେ, ଏଇଟା ଗୋଟେ ସୋସିଆଲ ମିଡ଼ିଆରେ ହାଇଲାଇଟ୍ ହେଇଛି। କିନ୍ତୁ କାହ୍ନା ପାଇଁ ଯେଉଁ ଭଳିଆ ଲୋକ ସ୍ୱତଃପୃତ ଭାବରେ ଏପଟକୁ ଆସୁଛନ୍ତି, ଆମେ ତ ଆମ ପାଖରେ ଟିକେଟ୍ ନାହିଁ ଆକ୍ଚୁଆଲି। ପିୟୁଷ ତ୍ରିପାଠୀ ତା ଜାଗାରେ ସେ ଜାଗାରେ ଠିକ୍ ଅଛି, ବଟ୍ କିନ୍ତୁ କାହ୍ନା ପାଇଁ ଆକ୍ଚୁଆଲି ଟିକେଟ୍ ଦିନ ଦୁଇଟାଠୁ ଆକ୍ଚୁଆଲି ଆମର ଟିକେଟ୍ ନାହିଁ ଆମ ପାଖରେ। କିନ୍ତୁ କାହ୍ନା ଏଇ ଜିନିଷ ସୋସିଆଲ ମିଡ଼ିଆରେ ହାଇଲାଇଟ୍ ହେଉନି। କିନ୍ତୁ କାହ୍ନା ପାଇଁ ଦିନ ଦୁଇଟା ବେଳଠୁ ଟିକେଟ୍ ନାହିଁ ଆଉ ଏ ବର୍ଷ। ଆଚ୍ଛା, ୟା ପରେ ଆଜି ତ ଶ୍ରୀମନ୍ଦିର ସରୁଛି, ଶ୍ରୀମନ୍ଦିର ପରେ ପୁଣି ଏ ବର୍ଷ ଏବେ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସରୁଛି। ଏବେ ନେକ୍ସଟ ଆସିବ କିଏ? ବିଶ୍ୱଦରବାର ଆସିବ। ବିଶ୍ୱଦରବାର ତାର ବି ଭଲ କଳାକାର ନେଇକି ଆସୁଛି, ଆଉ ବହୁତ ଭଲ ନାଟକ ତାର ଅଛି, ଆଉ ନିହାତି ସେ ଭଲ କରିବ। ସେ ଦ୍ୱିତୀୟ ପାଳିରେ ଯଦି ଦେଖିବା ଏପଟେ ଆପଣଙ୍କର ବିଶ୍ୱଦରବାର ହେଲାକୁ ସେପଟେ ରାଣୀ ପଣ୍ଡା ମଧ୍ୟ ଆପଣଙ୍କ ଅପୋଜିଟ୍। ରାଣୀ ପଣ୍ଡା ସିଏ ଅଛନ୍ତି, ତାଙ୍କ ଜାଗାରେ ଅଛନ୍ତି। ରାଣୀ ପଣ୍ଡା ଆଉ ଯିଏ ବି ଥାଉ, କିନ୍ତୁ ବିଶ୍ୱଦରବାର ଖରାପ ନାଟକ ନାହିଁ, ଆଉ କଳାକାର ବି ଖରାପ ନାହାନ୍ତି। ଆମେ ଭଲ ପରଫର୍ମାନ୍ସ କରିବୁ ବୋଲି ଆମର ଆଶା ଅଛୁ ଆମେ। ଆଚ୍ଛା, ଏଥର ଯେଉଁ ସିଟ୍ ସଂଖ୍ୟା ବଢ଼ିକି 1800 ଅଛି ଯେଉଁ, ନା 1800ରୁ କମିଶନ ପୋଲିସ 2500 କରିଛି ଏ ବର୍ଷ। 2500 କାହିଁକି ନା ଲସ୍ ହେଉଛି ନା ସବୁ କମିଟିର। 1800ରେ 2 ଲକ୍ଷ 8 ଲକ୍ଷ ଟଙ୍କା ଲସ୍ ହେଇଯାଉଛି। ତେଣୁ ସେଇଥିପାଇଁ କମିଶନ ପୋଲିସ 2500 ଟିକେଟ୍ କରିଛି। ଆହୁରି ବି ବଢ଼ିଆ ଦରକାର ପଡ଼ୁଛି, ନିହାତି ବଢ଼ିଆ। 6 ଲକ୍ଷ ପରେ ହେଉଛି ଆମ ଖର୍ଚ୍ଚ। 6 ଲକ୍ଷ ଖର୍ଚ୍ଚ କଲାବେଳକୁ ଆମେ 5 ଲକ୍ଷ ଟଙ୍କା ହେଲା ବେଳକୁ ଯଦି ସବୁ ଟିକେଟ୍ ବିକ୍ରି ହୁଏ, 5 ଲକ୍ଷ, 5.5 ଲକ୍ଷ, 6 ଲକ୍ଷ, ଲକ୍ଷେ ଟଙ୍କା ଲସ୍ ହେଇଯାଉଛି।
କିନ୍ତୁ ଆଗରୁ କ'ଣ ହେଉଥିଲା 3,000 4,000 5,000 ଯିଏ ଯାହା ମାନ ଯାହା ପକାଉଥିଲେ ପ୍ରଶାସନ ସେଟାକୁ ଧ୍ୟାନ ଦେଉଥିଲା। ଯେହେତୁ ଏ ବର୍ଷ ଧ୍ୟାନ ଦେଇଛି ତେଣୁକରି ସମସ୍ତେ ସମାନ ବିକିବା ଦରକାର ସେଥିପାଇଁ ଦେଲା, କିନ୍ତୁ ହେଲେ ବି ଲସ୍ ହେଉଛି ସମସ୍ତଙ୍କର। ତଥାପି କେତେ ହେଲେ ଭଲ ହୁଅନ୍ତା? 5,000 ନା 5,000 ନୁହଁ, 3,000 25,000 3,000 ଠିକ୍ ହେବ। 3,000 ସିଟ୍ ହେଲେ ସେଟା ପାସ୍ ଯାଉଛି ନା, ପାସ୍ ହେଇକି ସବୁ ଜିନିଷ ଠିକ୍ ହେଲେ ଠିକ୍ ହେବ। ଖାସ କରିକି ଯାତ୍ରାରେ କମିଟି ମେମ୍ବରଙ୍କର ଗୋଟେ ବଡ଼ ଗୁରୁଦାୟିତ୍ୱ ଥାଏ। ଆଜ୍ଞା, ସବୁ କିଛି ଶାନ୍ତି ଶୃଙ୍ଖଳା କରିବା, ପାର୍କିଂକୁ ନେଇକି ଆଜ୍ଞା କେମିତି ଲୋକ ନା ପାର୍କିଂଟା ଶୁଣନ୍ତୁ, ପାର୍କିଂଟା ସେଇଟା ପ୍ରଶାସନ ଟେଣ୍ଡର ଦେଇଦେଇଛି। ଏଇଟା ଏ ଯେଉଁ ଯାତ୍ରା କମିଟିର କିଛି ତା କ୍ଲଜ୍ ରହୁନି। କିନ୍ତୁ ଲୋକ ଯେତେବେଳେ ପୁରେଇ ଆସୁଛନ୍ତି କିମ୍ବା ଲୋକ ବାହାରେ କେଉଁଠି ରୋଡ୍ ସାଇଡ୍ ରଖି ଦେଉଛନ୍ତି, ନା ସେଇଟା ପ୍ରଶାସନ ତାର ଗାଡ଼ି ଉଠଉଛି ନେଇକି ଯାଉଛି। ଯିଏ ମାନେ ୱିଦାଉଟ୍ ପାର୍କିଂ ଯିଏ ଗାଡ଼ି ରଖୁଛି ପ୍ରଶାସନ ତାର ଗାଡ଼ି ନେଇଯାଉଛି। କିନ୍ତୁ ଯେଉଁଠି କମିଟି ମେମ୍ବର ମାନେ ଯେଉଁଠି ଯାତ୍ରା ପକାଉଛନ୍ତି ତାଙ୍କ ବାଇକ୍ ହେଉ କାର୍ ହେଉ ସେମାନେ ତାକୁ ରଖୁଛନ୍ତି। ତାଠି ପ୍ରଶାସନ କିଛି ମତଲବ ନାହିଁ। ସେଇଟା ୱିଥ୍ BMC ସାଙ୍ଗେ କଥାବାର୍ତ୍ତା ବି ହେଇଛି। ସେଇଟା ମଝିରେ କାଲି ଗୋଟେ ଦିନ ରାତିରେ BMC ଆସିକି ଯେଉଁ ଦୁନିଆ ଗଣ୍ଡଗୋଳ ହେଇଛି ଗୋଟେ ଜାଗାରେ। ଶୁଣନ୍ତୁ, BMC ଯେଉଁ ଗଣ୍ଡଗୋଳ କଲା, BMC ଗଣ୍ଡଗୋଳ କରିବା କିଛି ମତଲବ ନାହିଁ। ମୋ କଥା କ'ଣ କହିଲେ, ଆମେ ଯେତିକି ଜାଣିଛୁ କିନ୍ତୁ ତାର ଯେଉଁଟା ଟେଣ୍ଡର ହେଇଛି, ଟେଣ୍ଡରରେ ସେମାନେ କ'ଣ କରୁଛନ୍ତି ନା, ଯେଉଁମାନେ ଆକ୍ଚୁଆଲି ଟେଣ୍ଡର ନେଇଛନ୍ତି ସେମାନେ ଆନାଉନ୍ସ କରୁଛନ୍ତି ଯେ ଏଇ ପାର୍କିଂରେ ରଖନ୍ତୁନି, ୱିଦାଉଟ୍ ପାର୍କିଂରେ ଗାଡ଼ି ରଖନ୍ତୁନି, ଯେଉଁଠି ପାର୍କିଂ ହେଇଛି ସେ ଗାଡ଼ି ରଖନ୍ତୁ। ତେଣୁ ସେଠି ସମସ୍ତେ ନେଇ ଗାଡ଼ି ରଖିବା କଥା। ଯେଉଁଠି ଗାଡ଼ି ରଖୁନାହାନ୍ତି ସେମାନେ ନେଉଛନ୍ତି ତାଙ୍କର ଫାଇନ୍ କାଟିବା ପାଇଁ।